नमस्कार, गुड मॉर्निंग, सुप्रभात, जय आरसीएम। जय जय श्याम। आरसीएम नमस्कार सर। ओके, थैंक यू गुड सो मच। मॉर्निंग। बहुत 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 धन्यवाद। ଆଜି ଦିନଟା ଆପଣଙ୍କର ବହୁତ ଭଲରେ ଖୁସିରେ କଟିବ। ଆପଣଙ୍କ ପରିବାର ସୁଖରେ ରହିବେ। ତ ଯେଉଁଥିରେ କି ଆମେମାନେ ବହୁତ ଆନନ୍ଦର ସହିତ ଆଜି ଏ, ଏ ସେସନରେ ସମସ୍ତେ ବସୁଛେ ଆଉ ପ୍ରପର ଟାଇମରେ ବି ବସୁଛେ, ତାକି ଆମେ ଗୋଟେ ଦିନର ଯୋଉ ଶୁରୁଆତ କୁ ବହୁତ ଭଲ ଭାବରେ ଆମେ କରିପାରୁଛେ। କିଛି ନୂଆ ଉର୍ଜା, ନୂଆ ବିଚାର, ନୂଆ ଚିନ୍ତାଧାରାକୁ ନେଇକି ଆଗକୁ ବଢି ପାରୁଛେ। ଜୀବନରେ ବହୁତ ସାରା କ୍ଷେତ୍ରରେ ଦେଖାଯାଏ ଯେ ସୁଖ ଦୁଃଖ ଭଲ ମନ୍ଦ ସବୁ କ୍ଷେତ୍ରରେ ବି ଆମକୁ ଆଗକୁ ବଢେଇବାକୁ ପଡେ। କିନ୍ତୁ ସେଇ ସମୟ କଥା ଚିନ୍ତା କରିବା କି ଯେତେବେଳେ ବି କିଛି ଅସୁବିଧା ସୁବିଧା ବି ଆସୁଛି, ସବୁବେଳେ ବିଚାର କରିବା ଦରକାର କି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ କଥା ଚିନ୍ତା କରିବା ଦରକାର। ଏଭଳି ଗୋଟେ ପରିସ୍ଥିତି ଥିଲା ସେ ସମୟରେ, କି ଘଞ୍ଚ ଜଙ୍ଗଲ ଭିତରେ ତାଙ୍କର ପତ୍ନୀକୁ କିଏ ନେଇକି ପଳେଇ ଯାଇଛି, ଜଣା ବି ନାହିଁ କୁଆଡେ ଯାଇଛନ୍ତି, କିଏ ନେଇଯାଇଛି କି କିଏ ଖାଇ ଦେଇଛି କି କଣ ହେଇଛି ଜଣା ବି ନାହିଁ। ଯାହାକୁ ଜଗେଇବାକୁ ଯାଇଥିଲେ ସିଏ ବି ପଳେଇ ଯାଇଛନ୍ତି। ତ କୁଆଡେ ଯାଇଛନ୍ତି କଣ ନାହିଁ କିଛି ପତା ନାହିଁ। ତ ସେ ସମୟରେ ସେ ଖୋଜି ବୁଲୁଛନ୍ତି ଆଉ ଜଟାୟୁକୁ ଯେତେବେଳେ ସେ ଦେଖୁଛନ୍ତି ତ ଜଟାୟୁ କହୁଛି ଯେ ରାବଣ ନେଇଯାଇଛି। ରାବଣ ଏଭଳି ଗୋଟେ ଶକ୍ତିମାନ ରାକ୍ଷସ ଯେ କି ତାର ଜୀବନରେ ବହୁତ ସାରା ମାନେ ସେ ଯମକୁ ବି ନା ବାନ୍ଧିକି ରଖିଛି ଆଉ ଶନିଦେବଙ୍କୁ ବି ଗୋଡ଼ ତଳେ ରଖିଛି। ବହୁତ ବଡ଼ ଶକ୍ତିମାନ, ଆଉ ଯାହା କଥାରେ ବି ଇନ୍ଦ୍ର ବି ଏପଟ ସେପଟ ହଉଛନ୍ତି। ତାଙ୍କ ପାଖରୁ ଆଣିକି ଆସିବା କେତେ କଷ୍ଟକର କଥା। ତ ଇଏ ସମୟରେ ଏପରି ବିପରୀତ ପରିସ୍ଥିତିରେ ସେ କେବେ ଧୈର୍ଯ୍ୟହରା ହେଲେନି। ସେ ଚାଲିଲେ ଆଉ ଯୁଦ୍ଧ ବି କଲେ ଆଉ ଯୁଦ୍ଧରେ ସଫଳ ହେଲେ ଆଉ ସଫଳ ହେଇକି ଦେଖେଇ ଦେଲେ ଯେ ପରିସ୍ଥିତି କିଛି ବି ମାନେ ନିଜ ପାଖରେ କିଛି ନାହିଁ, ନିଜ ସେନା ନାହିଁ, କିଛି ନାହିଁ। କୋଉଠି ଲଙ୍କା କୋଉଠି ସେ ଅଛନ୍ତି କିଛି ବି ନାହିଁ। ତ ପରିସ୍ଥିତିକୁ ଧୀରେ 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 କୁ ବହୁତ ବଡ଼ କରିକି, ପରିସ୍ଥିତିକୁ ବଡ଼ ନ କରିକି ନିଜର ସମାଧାନକୁ ସମସ୍ୟାକୁ ବଡ଼ ନ କରିକି ସମାଧାନକୁ ବଡ଼ କଲେ। ଆଉ ଆଜି ଦେଖନ୍ତୁ ସେ ମର୍ଯ୍ୟାଦା ପୁରୁଷୋତ୍ତମ ବି ହେଇପାରିଲେ। ତ ଆମେ ବି ଆଜି ସେଇଭଳି ଗୋଟେ ସଂକଳ୍ପରେ ଆମେ ବସିଛେ। ସକାଳୁ ସକାଳୁ ନୂଆ ବିଚାରକୁ ନେଇକି ଆମେ ଆଗକୁ ବଢୁଛେ, ଜୀବନରେ ବହୁତ ଉନ୍ନତି କରୁଛେ। ଆଉ ନିଜେ ଟିସି ସାର୍ ବି କହୁଛନ୍ତି ଯେ ଏଇ ଯୋଉ ଆରସିଏମ ଇଏ ତାଙ୍କର ଅକ୍ତିଆରର କଥା ନୁହେଁ, ଇଏ ପରମାତ୍ମାଙ୍କର ଗୋଟେ ପ୍ରକାରର ବଡ ବଡ ଚିନ୍ତାଧାରା, ଆଉ ଯୋଉଥିରେ କି ତାଙ୍କ ଦ୍ୱାରା ହିଁ ଏ ସବୁ କାମ ହେଇପାରୁଛି। ଆଜି ଗୋଟେ ବହୁତ ବଢିଆ ଆ, ଟ୍ରେନିଂ ସେସନ ବି ଥିଲା, ବିଶେଷ କରି ମହିଳା ମାନଙ୍କ ପାଇଁ। ବିଶେଷ କରି ଆମେ ବି ଆମ ପରିବାରରେ ଆମେ ମହିଳାମାନଙ୍କୁ ଯଦି ସେଥିରେ ଇନଭଲ୍ଭ ବି କରିବା ତ ବହୁତ ଆଗକୁ ବି ବଢିପାରିବା। ତ ଆଜି କିଶୋଲର ଯୋଉ ପ୍ରଡକ୍ଟ ଉପରେ ଆମକୁ ଡିସ୍କସନ କରାଗଲା ତ ବହୁତ ଭଲ ପାୱାରଫୁଲ କଥା ଥିଲା। ତ ଆଜି ଆସନ୍ତୁ ଆମେ ଆପଣମାନଙ୍କର ବିଚାର, ଆଜି କଣ ଆମେ ଶିଖିଲେ ଆଉ ଏ ସମାଜକୁ କଣ ଆମେ ବାର୍ତ୍ତା ଦବା ତାକି ଏ ସମାଜ ବି ଧୀରେ 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 ଉନ୍ନତି ହେଇପାରିବ। ଓକେ, ଫାର୍ଷ୍ଟ ଆମେ ଯିବା ଯେ ଅପାଙ୍କୁ ଆରତି ଅପା, ୱେଲକମ୍। ନମସ୍କାର ସବୁ ସାଥୀ, ସବୁ ଆସିଏମ ଫ୍ୟାମିଲି ସମସ୍ତଙ୍କୁ ମୋ ନମସ୍କାର। ଚାନ୍ଦ ସାର୍ଙ୍କୁ ନମସ୍କାର, ଶତପଥୀ ବାବୁଙ୍କୁ ନମସ୍କାର, ସେ ସାନ ଭାଇ ହେଲେ ବି ନମସ୍କାର। ନାଇଁ ଆଜି ଆଜି ଗୁରୁକୁଲରେ ଗୁରୁଜୀ ଯୋଉ କହିଲେ ଯେ କୌଣସି ଏ ପ୍ରଡକ୍ଟ ନାହିଁ, ସେ ପ୍ରଡକ୍ଟ ନାହିଁ, ଏଇଟା ଆଭେଲେବୁଲ ନାହିଁ, ଏଇଟା କଣ ଆମେ ଧୈର୍ଯ୍ୟ ସହିତ ଅପେକ୍ଷା କରିବା। ଯେମିତି ମାନେ ଯେତେବେଳେ ଯୋଉ ଜିନିଷ ସମୟ ଥିଲା, ଆସିବା କିଛି ପ୍ରଡକ୍ଟ ନଥିଲା। ଆମେ ଯେତେବେଳେ ଜଏନ କରିଥିଲୁ ଆମେ ସେତେବେଳେ ତେଲ ୟୁଜ ଭଲ ଲାଗୁଥିଲା, ତେଲ ୟୁଜ କଲୁ, ତାପରେ ଅଟା ୟୁଜ କଲୁ, ସବୁ କଲୁ, ଏତେ ପ୍ରଡକ୍ଟ ନଥିଲା। କୌଣସି କମ୍ପାନୀରେ ଏତିକି କଞ୍ଜ୍ୟୁମର ପ୍ରଡକ୍ଟ ନାହିଁ ଯୋଉଟା କି ଆମ ଆରସିଏମ ରେ ଅଛି। ସେୟା ଗୁରୁଜୀ କହିଲେ ଏଇଟା ମୁଁ କିଛି କରିନି, ଏଇଟା ଈଶ୍ୱରଙ୍କ ବରଦାନ। ଆଉ ଈଶ୍ୱରଙ୍କ ମୁଁ ଜାଣିପାରିଲିନି କେତେବେଳେ ଏତେ ଗୁଡିଏ ଜିନିଷ ମୋର ଆରସିଏମ ରେ ମାନେ
ଆଭେଲେବୁଲ ହଉଛି, ଲୋକମାନେ ପାଇକି ଖୁସି ହଉଛନ୍ତି। ଏଟା ଭଲ ଖୁସି ଲାଗିଲା। ଦେଖ ଗୁରୁଜୀ ଗୋଟେ ମାଲିକ ହେଇକିରି ନିଜକୁ କେତେ ଇଏ ମାନ କରିଛନ୍ତି ଯେ ଲୋକ ଆମ ମାନଙ୍କ ପାଖରେ ସେ ନିଜକୁ ମାନେ ସମର୍ପଣ ଭାବ ଦେଇ କହୁଛନ୍ତି, ତାଙ୍କ ଧୈର୍ଯ୍ୟକୁ ମାନିବାକୁ ପଡିବ। ତେଣୁ ଲୋକ ଯୋଉମାନେ ଯାହା କହୁଛନ୍ତି, କମ୍ପ୍ଲେନ କରୁଛନ୍ତି, ସେ ତାଙ୍କୁ ମନ ଧ୍ୟାନ ଦେଇ ଶୁଣୁଛନ୍ତି ଆଉ ଆମ ଆଗରେ ବସିଛନ୍ତି। ଆଠୁ ବଡି କଥା ସେ ଆଉ ଜଣେ ବି କହିଲେ, ବହୁତ ଲୋକ ଆସିବେ ଆସିଏମରେ, କିଏ ଅଭାବରେ ଆସିବ, କିଏ ସ୍ୱଭାବରେ ଆସିବ, କିଏ ପ୍ରଭାବରେ ଆସିବ। ଦେଖ ଅଭାବରେ ଯୋଉ ଲୋକ ଆସିଲା, ସେ ତାର କିଛି ପଇସା ନିଡ୍ ଅଛି ବୋଲି ସେ ଆସିଏମ ବିଷୟରେ ବୁଝିକି ଆସିଲା ନା ନାହିଁ। ତେଣୁ ପଇସାର ମୂଲ୍ୟଟା ଲୋକ ବୁଝିବା ଦରକାର। ସମସ୍ତଙ୍କ ପାଇଁ ପଇସା ଅଛି, କିନ୍ତୁ ନିଜେ ରୋଜଗାର କରିବାର ପଇସାଟା, ସେଲ୍ଫ ଡିପେଣ୍ଡେଣ୍ଟ ହବାଟା କେତେ ଭଲ। ମୁଁ ଆରମ୍ଭରୁ ମୋର ମାନେ ପଢିଲା ବେଳଠୁ, କଲେଜ ପଢିଲା ବେଳଠୁ ମୁଁ ଜାଣିଛି। ମୁଁ ନିଜେ ଟ୍ୟୁସନ କରେ, ସକାଳୁ ମାନେ ଟାଇମ ଦେଖିକି, କଲେଜ ଟାଇମ ଦେଖିକିରି ଟ୍ୟୁସନ କରେ। କିଛି ପକେଟ ମନି ହଉ, ମୁଁ ବାପାଙ୍କ ଉପରେ ଯେମିତି ସବୁବେଳେ ନିର୍ଭର ନ କରେ। ମୁଁ ଆଜି ସତ କଥା କହୁଛି, ଏଇଟା ଆମ ଫ୍ୟାମିଲି ବୋଲି ମୁଁ ଡିସ୍କସନ କରୁଛି। ହଁ, ସେମିତିଆ କଥା। ନିଜେ ସମସ୍ତଙ୍କର କଣ ଖାଲି ଆସିଏମ ମିଶନ କିଛି ନିଡ୍ ନାହିଁ, ପଇସାର ନିଡ୍ ଅଛି। କିଏ ଅଭାବରେ ଆସୁଛି, କିଏ ସ୍ୱଭାବରେ ଆସୁଛି, ଭଲ ପଇସା ଥାଇକି ବି ସେ ଆସୁଛି। ସ୍ୱଭାବଶାଳୀ ଲୋକ ବି ଆଜି ଜଏନ କରିଛନ୍ତି। ମୋ କହିବା କଥା, ଯଶା ସେନାପତି ହଉ, ଝିଅ ହଉ, ଆମର ଯେତେ ସ୍ୱଭାବଶାଳୀ ଲୋକ ଆଜି ମିଶଛନ୍ତି ନା ନା। ମୁଁ କହିବି ନାଇଁ ମୋର ପଇସା ଅଛି, ହଁ କାହିଁକି ଆସିଏମ କରିବି, କଣ କରିବି, ଏସବୁ କଥା ନୁହଁ। ତମେ ଆସିଏମ ଯଦି ଭଲ ପାଉଛ ହୃଦୟ ସହିତ, ଆସିଏମ ପ୍ରଡକ୍ଟ ଆମ ସ୍ୱାସ୍ଥ୍ୟକୁ ଭଲ ରଖୁଛି। ମେନ୍ କଥା ହେଲା ଆମ ସ୍ୱାସ୍ଥ୍ୟ ଆମେ ଠିକ ରଖୁଛୁ, ସବୁ ଜିନିଷ ଆମେ ପାଉଛୁ। ମୋର ଯେତେବେଳେ ପ୍ରଡକ୍ଟ ସରିଯାଏ, ମୁଁ 1-2ରେ କେମିତି ଯାଇକି ଆଗ 5,000 ବିଭି କରିଦେବି। ଡାଲି ସରିଗଲା, ଅମୁଲ ସରିଗଲା, ଏସବୁ ମତେ ଚିନ୍ତା ହେଇଯିବ। ମୁଁ ଅଲଗା ଜିନିଷ ଖାଇବିନି ନା। ତାପରେ ବହୁତ ଲୋକ ଅଛନ୍ତି, ଏଇ ଯୋଉ ପ୍ରଭାବ ସବୁ, ମାନେ ମୁଁ ଏତେ ଲୋକଙ୍କ ସାଙ୍ଗରେ ମିଶିବି, ମତେ ଭଲ ଲାଗିବ, ମୋର ଏମିତିଆ ଗୋଟେ ଆସିଏମ ଫ୍ୟାମିଲି, ଆମେ ସମସ୍ତେ ମିଶିକି ରହିଛୁ, ଏଇଟା ବହୁତ ଲୋକ ବି ପ୍ରଭାବ ଦେଖିକି ମିଶନ୍ତି। ଏ ମିଟିଂ ଯିବି, ଯୋଉ ରୂପାନ୍ତରଣ ଯାତ୍ରା ସମସ୍ତେ ଗଲେ, ପ୍ରଭାବିତ ହେଲେ ନା ନାଇଁ? ମୁଁ ଯୋଉ ନେଇକି ଗଲି, କହୁନାହାନ୍ତି, ସେମାନେ ଖର୍ଚ୍ଚ କଲେ, ମୁଁ କିଛି ଦେଇନି, କିନ୍ତୁ ସେମାନେ ମୋ ପ୍ରଭାବରେ ପ୍ରଭାବିତ ହେଇକି ଗଲେ। ମୁଁ ଗର୍ବ ସହିତ କହୁଛି। ମୁଁ ଭୁଲ କହିଛି କି ସତ୍ୟଜିତ୍? ନାଇଁ ନାଇଁ, ଆପଣ କାହିଁ ଭୁଲ କହିଲେ? ନା ତୁ ସୁଇଟ ଅପା ନମସ୍କାର। ହଉ, ଭେରି ଗୁଡ, ରଖିଲି। ଓଭର ଟୁ ସତ୍ୟଜିତ୍। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ଲୋକ ଆକ୍ଚୁଆଲି ଆର୍ଟିଫିସିଆଲ ଲାଫିଂ କ୍ଲବ କୁ ଯାଉଛନ୍ତି ଯେ ହସିବା ପାଇଁ। ହଁ, ଲାଫିଂ କ୍ଲବ ବା ସେଇଟା। ହଁ, ସେ ତେଣୁ ତ ମୁଁ ସବୁବେଳେ ଯାଉଛନ୍ତି, ହସୁଛି। କିନ୍ତୁ ଏଠି ମୋ ଦୁଃଖ ଥିଲେ ବି ମୁଁ ହସୁଛି, ସୁଖ ଥିଲେ ବି ହସୁଛି। ନାଇଁ, ଏଠି ଏଠି ସେଇଆ ହଉଛି ଯେ ଲାଫିଂ କ୍ଲବ କୁ ଆଉ ଯିବା ଦରକାର ନାହିଁ, ଏଇଠିକି ପଳେଇ ଆସିଲେ ହେଇଯିବ। ଓକେ, ଥ୍ୟାଙ୍କ ୟୁ। ସାହୁ ଭାଇ, ଆଜି କଣ ଶିଖିଲେ ଆମେ? ସ୍ୱଭାବ ଆକ୍ଚୁଆଲି ଅଭାବ ଯୋଉ ପ୍ରଭାବ। ପ୍ରଡକ୍ଟ ଉପରେ ଆଜି ଡିସ୍କସନ ହେଲା, ଆମେ ତାରି ଉପରେ ଧ୍ୟାନ ଦେବା, ଯେ କଣ ଆମେ ଶିଖିଲେ ଆଉ ତାକୁ କେମିତି ଆମେ ମଗେଇ ପାରିବା, ୟା ଉପରେ ଟିକେ ଧ୍ୟାନ ଦେବା। ଓକେ। କିସୋଲ ର ପ୍ରଡକ୍ଟ ଉପରେ ଯୋଉ ନଲେଜ ଦିଆଗଲା, ସିଏ ଆମ ପାଇଁ ଜରୁରୀ ଏବଂ ତା ଦ୍ୱାରା ଆମେ ପିଭି ବା ଗ୍ରୋଥ କରିପାରିବା। ଇଏ ଆମ କିସୋଲ ର ପ୍ରତ୍ୟେକ ପ୍ରଡକ୍ଟ ଉପରେ ସେ ଆଜି ଡିଟେଲ୍ସ କହିଲେ, ତେଣୁ ତାପରେ ସମସ୍ତେ ଅନୁପ୍ରାଣିତ ହବା ଦରକାର, ଆଉ କେମିତି ଗ୍ରୋ ହବ ସେଥିପାଇଁ ପ୍ରଭାବିତ ହବା ଉଚିତ। ଆଜି ବହୁତ ବଢିଆ କିସୋଲ ଉପରେ କହିଲେ ସାରଙ୍କର, ସେ ମ୍ୟାଡାମ ଯୋଉ କହିଲେ ସିଏ ତ ବହୁତ ବଢିଆ ଭାବରେ ପ୍ରାଞ୍ଜଳ ଭାବରେ ବୁଝେଇଲେ। ତେଣୁ ଆମେ ତାକୁ ଅନୁକରଣ କରିବା ନିହାତି ଆବଶ୍ୟକ। ଯଦି ଆମେ କେହି ବା ଯୋଉମାନେ ନଥିଲେ, ସେମାନେ ୟୁଟ୍ୟୁବରେ ଦେଖିପାରିବେ, ଆଉ ତା ଦ୍ୱାରା ଅନ୍ୟମାନଙ୍କୁ ଆମେ ପ୍ରଭାବିତ କରିପାରିବା। ଏ ପ୍ରଡକ୍ଟ କେମିତି ନିରୋଗ ରଖିପାରିବ, ଲେଡିଜ ମାନଙ୍କର ଯୋଉ ଦିଟା ଜିନିଷ କହିଲେ, ସାନିଟାରୀ ନାପକିନ୍ ଆଉ ଇଏ ଆମର ଇଣ୍ଟିମେଟ୍ ୱାଶ, ୟା ଉପରେ ବହୁତ ଗୁରୁତ୍ୱପୂର୍ଣ୍ଣ। ତା ଦ୍ୱାରା ବହୁତ ଲୋକ ସଫର ହଉଛନ୍ତି, ମେଡିକାଲ ଦୌଡୁଛନ୍ତି, ଇନଫେକ୍ସନ ରେ ସଫର। ଯୋଉ ଷ୍ଟୋରିଟି କହିଲେ, ବହୁତ ସୁନ୍ଦର ଭାବରେ ସେ ଷ୍ଟୋରିଟି କହିଲେ। ସେ ଷ୍ଟୋରିଟାକୁ ବାରମ୍ବାର ଦେଖିବା ଦରକାର, ବା ୟୁଟ୍ୟୁବରେ ଏଟା ଦେଖିବା ଦରକାର।
प्रत्येक नारी बा प्रत्येक झील आगे देखिए ताहले रोगाक्रांत हेबे नाही ये गोटे बहुत बढ़िया जिनस तेणु आमे माने समस्ते आकु जो मन न देखिचंती भल भाव देखिकी अनुकरण करी आ निज परिवार बंधु बांधव सांग साथी ठार आरंभ करी प्रत्येक झील मानक एटा को प्रमोशन करवा दरकार जहाँफल कि आम ए बहुत परचेज वॉल्यूम तो बढ़ ग्रोथ निश्चित हम ता सहित निरोग रखिपर जो नारी मान सफर रोचे से निरोग रखिपर ओवर टू सत्यदेव। ओके थैंक यू अमिय बाबू कहतु। ସାର୍ ନମସ୍କାର ସମସ୍ତଙ୍କୁ ଜୟ ଆସିମ୍। ଆଜିର ଆପଣ କ୍ୟାମେରା କାର୍ଯ୍ୟକ୍ରମ ଉପରେ ବା ମହିଳା ମାନଙ୍କ ଉପରେ ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଯୋଉ ସଭା ସେ କହୁଥିଲେ ଯେ ଆଜ୍ଞା କ୍ୟାମେରା ଗୋଟେ ବନ୍ଦ କହୁଥିଲେ କରିଦିଅନ୍ତୁ ନେଟୱାର୍କ ଆସିବ। ଯେ ବହୁତ ସମୟ ଲୋକମାନେ ଉତ୍ତର ଦଉଛନ୍ତି ସରିଯାଉଛି ସରିଯିବ କାହିଁକି ଲୋକଙ୍କ ଡିମାଣ୍ଡ ଅଛି। ମାଲିକ ପଣିଆର ମନୋବୃତ୍ତି ନେଇ ଯଦି ଆମେ ଏଠି ସମାଧାନଟା ଆମ ନିଜ ପାଖରେ ଅଛି କାହା ଉପରକୁ ଆପଣ ଛାଡି ଦିଅନ୍ତୁନି। ତେଣୁ ମୁଁ ବି ଦେଖିଛି ମୁଁ ବି କାଲି ରାତି ଠାରୁ ଟ୍ରାଏଲ କରିକି ଗୋଟେ ଅର୍ଡର କରି ଏବେ ଜଷ୍ଟ 6ଟା ପୂର୍ବରୁ ବି ସେଟା ଅର୍ଡର ରିସିଭ କଲେ ନେଲେ। ତେଣୁ ପ୍ରତ୍ୟେକ ଦିନ ଅର୍ଡର କରିବାକୁ ହେଲେ ତାକୁ ପଇସା ଆକାଉଣ୍ଟରେ ଡିପୋଜିଟ କରିବାକୁ ପଡିବ ଆଉ ତାକୁ ଦେଖିବାକୁ ପଡିବ କେତେବେଳେ ଆସୁଛି। ତ ଗୋଟେ 2ଟା ମିନିଟ୍ କଣ 10 ମିନିଟ୍ ଭିତରେ ହିଁ ସବୁ ଶେଷ ହେଇଯାଉଛି ସାଇଜ ସବୁ ମିଳୁନି। ତେଣୁ ମାଲିକର ଚିନ୍ତାଧାରା ନେଇକରି ଯଦି ଆମେ ଛିଡା ହେବା ସମସ୍ୟା ଆମରି ପାଖରେ ଅଛି ସମାଧାନ ଆମରି ପାଖରେ ଅଛି ତେଣୁ ତାକୁ ଆମେ ବଡ ଆକାରରେ କରିପାରିବା। ତେଣୁ ଏ ତ ଆମ ପାରିବାରିକ ସମସ୍ୟାର ଗୋଟେ ଅଙ୍ଗ। ତେଣୁ ତାକୁ ପ୍ରତି ଆମ ପରିବାର ଯଦି ସୁସ୍ଥ ରହିବାକୁ ଚାହିଁବ ପଇସା ଯଦି ସୁସ୍ଥ ରହିବାକୁ ପଡିବ ତାକୁ କହିବାକୁ ପଡିବ ଆମ ପରିବାର ତାକୁ ଆଗେ ତାଙ୍କୁ ଖୁଦ ୟୁଜ କରିବାକୁ ପଡିବ। ତେଣୁ ଏତିକି କହିକି ରହୁଛି ଓଭର ଟୁ ସନ୍ତୋଷ ସାର୍। ओके थैंक यू। एक्चुअली ऑनलाइन ऑर्डर करवा तो किए आपणठू भी शिखिब कारण गाँव रे रहीकि आपण एते जिनस ऑनलाइन जो मगेई दउचंती सेटा तो आपणठू शिखिबा कथा। ओके मैडम आसंतु प्रवीणा मैडम अनम्यूट करंतु आज्ञा। अनम्यूट रो ऑप्शन दउची अनम्यूट करंतु आज्ञा। ସାର୍ ନମସ୍କାର। आज्ञा नमस्कार आज्ञा। ସାର୍ ଯୋଉ ଦିନଠୁ ମୁଁ ଜଏନ୍ କଲିଣି ମୁଁ କିସେଲ ର ସବୁ ଜିନିଷ ହିଁ ୟୁଜ କରେ ଆଉ ୟୁଜ କରିକି ମୁଁ ସେ ଇଣ୍ଟିମେଟ ୱାଶ ବୋଧେ ମୁଁ ଯେଦିନ ଭିତରେ ମୋର ହିସାବରେ ବୋଧେ 100 କି 150 ମୁଁ ସବୁ ବାଣ୍ଟେ ସମସ୍ତଙ୍କୁ ନେଇକି ଝିଅ ମାନଙ୍କୁ ମୋର ସାଙ୍ଗସାଥି ମୋର ଏମାନଙ୍କୁ ସମସ୍ତଙ୍କୁ ତମେ ୟୁଜ କର ମୁଁ ୟୁଜ କଲା ପରେ ତାର ବେନିଫିଟ ପାଇଛି ତାକୁ ସମସ୍ତଙ୍କୁ ମୁଁ ବାଣ୍ଟେ। ଆଜି ବୋଲି ନୁହଁ ମୁଁ ବି 100 କି 150 ମୋ ନିଜ ହିସାବରେ ବୋଧେ 100 150 ମନେ ପଡୁଛି ଅଧିକା ବି ହେଇପାରେ। ଆଉ ତାର ଜିନିଷର କିଛି ଆଉ ତୁଳନା ନାହିଁ ମାନେ ତାକୁ ଯେ ଆମେ କାହା ସାଙ୍ଗେ ସମାନ କରିବୁ ତା ପାଇଁ ବି ଆମର କିଛି ନାହିଁ। ଯେ ଆଜିକାଲି ଯୋଉ ଝିଅ ମାନେ ଯୋଉ ପ୍ରୋବ୍ଲେମ ଆଜିକାଲି ସବୁ ବୋହୂ ମାନଙ୍କର ପ୍ରୋବ୍ଲେମ ସେଟା ସବୁ ଧୀରେ 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 ଏମାନଙ୍କର ସଲ୍ଭ ହବ। ତାପରେ ଆମର ଆଉ ଗୋଟେ ମୁଁ ଭାବୁଥିଲି ଆମର ଯେତେବେଳେ ମିଟିଂ ହଉଛି କିସଲ ବିଷୟରେ ଏଇଟାକୁ ନିଶ୍ଚୟ ଆମେ ସେ ମିଟିଂ ରେ ରଖିବା। ଯେତିକି ବି ଲେଡିଜ ଆସୁଛନ୍ତି ସେଥିରେ ବି ସେ ଆଉ ଟିକେ ଜାଣିବେ ଆମର କିସଲ ପ୍ରୋଗ୍ରାମ ହେଲେ ଏଇଟା ହଉଛି ନହେଲେ ଖାଲି ମିଟିଂ ରେ କିସଲ ଟା ଆମର ଡିସ୍କସନ ହଉନି। ତେଣୁ ଆମେ ଯେତେବେଳେ ମିଟିଂ ରଖ 5 ମିନିଟ୍ ହଉ କି 10 ମିନିଟ୍ ହଉ ଆମେ କିସଲ ବିଷୟରେ ୟା ବିଷୟରେ କିଛି ନିଶ୍ଚୟ ଡିସ୍କସନ କରିବା। ଥ୍ୟାଙ୍କ ୟୁ ଏଇଟା ସାର୍। ଅପା ଠିକ କହିଲେ ଅପା ଠିକ କହିଲେ। ओके थैंक यू। मितांजलि मैडम कहतु अनम्यूट करंतु मैडम हां कहतु। ସାର୍ ନମସ୍କାର ଜୟ ଆସିମ୍। आज्ञा ସାର୍ नमस्कार। କିସର ଜିନିଷ ତ ସବୁ ମୁଁ ୟୁଜ କରେ ଆଉ ମୋର ଯେତିକ ପରିବାର ତାଙ୍କୁ ସାନିଟାରୀ ନାପକିନ୍ କିସର ଯୋଉ ଇଣ୍ଟିମେଟ ୱାଶ ସବୁ ଦିଏ। ଆଉ ସେ ଆଜି ଆଜି 6:30ରେ ଯୋଉଟା ପ୍ରୋଗ୍ରାମ ହେଲା ଏତେ ଭଲ ଲାଗିଲା ମାନେ ମୁଁ କହିଲି ଯାହା ହଉ ଆମେ ଯୋଉ 5,000 ବିବି କରିଦେଇକି ଆମେ ବସି ପଡୁଛୁ ନା ଆହୁରି କିଣିବା ଆମେ ଭାବୁଛେ ହେ ଏତିକି ହେଲା ସରିଗଲା ଆଉ କଣ ଆଉ ଛାଡ। ସାର୍ ବି ଯେତିକି ଆଜି କହିଲେ ବହୁତ ଭଲ ଆମେ ଯଦି ସେଇ ଇଏରେ ଚାଲିବା କିଛି ଇମ୍ପ୍ରୁଭ ନିଶ୍ଚୟ କରିବା। ଆଉ କିଶୋର ଉପରେ ତ ବହୁତ ଭଲ ବୁଝେଇଲେ ଆଉ ଆଉ ମୋର ସରିଗଲା ମାନେ ମୁଁ ସାଙ୍ଗେ ସାଙ୍ଗେ ଅମିତ କି ଫୋନ କଲେ ସାର୍ ଅମିତ ସାଙ୍ଗେ ସାଙ୍ଗେ ଆଣିକି ଦିଏ ମାନେ ମିନିମମ୍ 25 ମିନିଟ୍ ଭିତରେ ମତେ ସେ ଆଣିକି ଦିଏ। ସେ ଖାଲି କହେ ଆଣ୍ଟି ଆପଣ ଟିକେ ମେସେଜ କରିଦିଅନ୍ତୁ ଆଉ ଯେତେବେଳେ ମୁଁ ଚଷମା ନ ପିନ୍ଧଥାଏ ଭଏସ ରେକର୍ଡିଂ ପଠେଇଦେଲେ ବି ସେ ଆଣିକି ଦିଏ।
ଆଉ ଆମେ ଟିକେ ଲାଗିଲେ ସାର୍ ହବ, ନିଜେ ନ ଉଦ୍యోଗ ନ କଲେ, ଯେମିତି ଆପଣ ଏବେ ଷ୍ଟୋରିଟା କହିଲେ, ସେ ନିଜେ ନ କଲେ କିଛି ହେଇପାରିବନି। ଆଉ ହଉ ସାର୍, ରଖିଲି, ନମସ୍କାର। ଓକେ, ଥ୍ୟାଙ୍କ ୟୁ ମ୍ୟାଡ଼ାମ। ସୁକାନ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର ସାର୍, ଜୟ ଆସେନ ସାର୍। ନମସ୍କାର। ସାର୍ ଆଜି ତ ବହୁତ ଗୁଡା ଆଜି ଆମର ଗୁରୁକୁଳରେ କହିଲେ, ତାଙ୍କର ଆମର ଯଦି ଜୁମରେ ଆମେ ବସିବା, ଲୋକମାନଙ୍କୁ ଆମେ ବସେଇବା, ତାହେଲେ ନିଶ୍ଚିତ ଆମେ ଜାଣିପାରିବା। ଆମେ ତ ଶିଖୁଛେ ଜାଣିଛେ, କିନ୍ତୁ ଆମ ଟିମରେ ଆମେ ବସେଇବାକୁ ପଡିବ। ସେଇଟା ଗୋଟେ ଆମର ଗୋଟେ କମି ରହୁଛି, ସେଇଟା ଆମେ ଧୀରେ ଧୀରେ ସୁଧାରିବାକୁ ପଡିବ। ତା ସହିତ ଜୁମରେ ଆମେ ଅନଲାଇନ ଅର୍ଡର, ଆମେ ତ ପ୍ରିକସନରେ ସବୁ ଜିନିଷ ପାଇବାନି, ତାଙ୍କୁ ଆମର ଅନଲାଇନ ଅର୍ଡର ଶିଖେଇବା। ତାଙ୍କୁ ଟିମରେ ଆମେ ସେଟାକୁ ଡୁପ୍ଲିକେଟ କରିବାକୁ ପଡିବ। ସେଟା ଆମର ଟିମରେ ଯଦି ଆମେ ଅନଲାଇନ ଅର୍ଡର ଶିଖେଇଦେବା, ତାହେଲେ ଧୀରେ 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 ପ୍ରଡକ୍ଟ ଆମର ଡେଫିସିଏନ୍ସି ରହୁଛି, ସେଟା ଆମର ଫୁଲଫିଲ ହେଇପାରିବ। ଆଉ ଦେଖନ୍ତୁ, ଆଜିକାଲି ଘରେ ଘରେ ସମସ୍ତଙ୍କ ଘରେ ଆଜି ପ୍ରୋବ୍ଲେମ ବାହାରିଛି। ସେ ମା ଭଉଣୀ ହୁଅନ୍ତୁ, ଝିଅ ହଉ, ସବୁ ହଉ, ସେମାନଙ୍କର ଲାଜ ହଉ କି ତାଙ୍କର ଇଏ ହଉ, ସେମାନେ କାହାକୁ କିଛି କହିପାରନ୍ତିନି। ସେମାନେ ଯଦି ଆମର ୟୁଟ୍ୟୁବରେ ଦେଖିବେ, କି ଆଜିକାଲି ତ ଘରେ ସମସ୍ତ ସ୍ମାର୍ଟଫୋନ, ଘରେ ୟୁଟ୍ୟୁବ ଦେଖିବେ, ତାଙ୍କର ଭିଡିଓ ପଡିଲେ ସେ ଜାଣିପାରିବେ, ସେମାନେ ନିଜେ ଫିଲିଂ କରିପାରିବେ। ଆଜି ଆନିମିଆ ହଉ, ତାଙ୍କର ପ୍ରୋବ୍ଲେମ ହଉ, ତାପରେ ଆମର ଯୋଉ ଆମର ଇନର ୱେୟାର ଯୋଉ ଅଛି, ସେମାନେ ସବୁ ପୁରା ସାଇଜର, ସେମାନେ ସବୁ ନିଜେ ଜାଣିପାରିବେ। ଆଉ ସେଥିପାଇଁ ତାଙ୍କୁ ବର୍ତ୍ତମାନ ଆମର ଯୋଉ ଜୁମ୍ ଅଛି, ଜୁମରେ ବସେଇ ପାରିବା, ତାଙ୍କର ଆମର ଯୋଉ ୟୁଟ୍ୟୁବରେ ଯୋଉ ଭିଡିଓ ତାଙ୍କୁ ପଠେଇ ପାରିବା। ସେମାନେ ଜାଣିଲେ ନିଜେ ତାଙ୍କୁ ଅର୍ଡର ଶିଖେଇ ପାରିବା। ଆମ ଟିମରେ ବହୁତ ଲେଡିଜ ଅଛନ୍ତି, ସେମାନେ ବି ଏପର୍ଯ୍ୟନ୍ତ ଅର୍ଡର ଶିଖି ପାରୁନାହାନ୍ତି। ତାଙ୍କୁ ସେ ଅର୍ଡର ଯୋଉ କେମିତି ଅନଲାଇନ ଅର୍ଡର ଯିବ, ସେମିତି କଲେ ଧୀରେ ଧୀରେ ଆମ ଟିମର ଗ୍ରୋଥ ହବ। ଆଉ ସେମାନେ ବି ସୁସ୍ଥ ରହିପାରିବେ। ଆମର ଉଦ୍ଦେଶ୍ୟ ନୁହେଁ ଯେ ବିକିବା ପାଇଁ, ସେମାନେ କେମିତି ସୁସ୍ଥ ହେଇପାରିବେ। ସେମାନେ ସୁସ୍ଥ ହେଲେ, ଆଜି ମ୍ୟାଡାମ କହିଲେ ନିଜେ ୟୁଜ କରୁଛନ୍ତି ବୋଲି ସେ ଅନ୍ୟକୁ କହିପାରୁଛନ୍ତି, ନିଜେ କାହାକୁ ମାନେ ଫ୍ରି ଅଫ୍ କଷ୍ଟ ଦେଉଛନ୍ତି। ସେମାନେ ଯେ ତାର ପ୍ରଭାବ ଜାଣିଲେ, ତାର ମାନେ ବେନିଫିଟ ଜାଣିଲେ, ସେ ଅନ୍ୟକୁ କହିପାରିବେ। ସେଥିପାଇଁ ଆମକୁ ସମସ୍ତଙ୍କୁ ଆମର କହିବାର ଅଛି, ଆଉ ତାଙ୍କୁ ଜଣେଇବାର ଅଛି। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। ଚିତ୍ତ ବାବୁ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ହଁ, ସାର୍ ଜୟ ସିଂ ସାର୍। ଜୟ ସିଂ। ସାର୍ ଆଜି ଯୋଉ ପ୍ରୋଗ୍ରାମ ଥିଲା, ବର୍ତ୍ତମାନ ହାଇଜିନ୍ ଏବଂ ୱାସ୍ ଉପରେ ଯୋଉ ପ୍ରକାର ପ୍ରୋଗ୍ରାମ ଆଜି ଥିଲା, ପ୍ରୋଗ୍ରାମରେ ତ ବହୁତ କିଛି ଶିଖିବାକୁ ମିଳିଲା ତା ଭିତରେ। କିନ୍ତୁ ହାଇଜିନ୍ ଆଉ ହେଲ୍ଥ ଯୋଉ ଇଏ ଉପରେ, ପ୍ରଡକ୍ଟ ଉପରେ, ତାର ବି କେତେ ଗୁଡ଼ିଏ ପ୍ରଡକ୍ଟ ମୁଁ ବି ନିଜେ ତାର ମାର୍କେଟିଂ କରୁଛି। ଯୋଉମାନେ ବି ନଉଛନ୍ତି, ତାର ରେଜଲ୍ଟ ବି ଭଲ ଆଉଛି। ବାକି ରହିଲା ଆମର ଯୋଉ ଇଣ୍ଟିମେଟ୍ ୱାସ୍ ଅଲରେଡି ଏପର୍ଯ୍ୟନ୍ତ କେହି ନେଇନାହାନ୍ତି। ତା ଉପରେ ବି କାର୍ଯ୍ୟକ୍ରମ ଚାଲିଛି ମୋର। ବର୍ତ୍ତମାନ ଲୋକଙ୍କୁ ବୁଝିବା ବି ଚାଲିଛି, ତା ଉପରେ ନଲେଜ ବି ଦିଆଯାଉଛି। ଆଉ ଗତକାଲି ରାତି 10:30ରେ ଜଣେ ଲେଡିଜ ଜଣେ ଫୋନ କରିଥିଲେ, ତାଙ୍କର ସେ ଯାଉଥିଲେ ବାଙ୍ଗାଲୋର, ତାଙ୍କର ୟୁରିନ୍ ଇନଫେକ୍ସନ ହେଇକି ବର୍ତ୍ତମାନ ସେଠି ଏନେ ବର୍ତ୍ତମାନ ମେଡିକାଲ ଟ୍ରିଟମେଣ୍ଟ ବି ସେ ଅଛନ୍ତି। ସେ ମତେ ଦେଖିକି କହିଲେ, କଣ ଛାଡ଼ିଥିଲୁ ତ ଗୋଟେ ଗ୍ରୁପରେ। ମୁଁ ଗଲା ଏମିତି କଥା ହେଇକିରି, ମୋର ଏଇ ପ୍ରୋବ୍ଲେମ ବର୍ତ୍ତମାନ ଅଛି, ମୁଁ ଯାଇକି ମେଡିକାଲ ବି ଅଛି। ଆଜି 10ଟା ବେଳକୁ ସେ କହିଛନ୍ତି କଥା ହେବେ, ସେ ବାବଦରେ ଡିଟେଲ ସବୁ କଥା ହେବେ ମୋ ସହିତ ବି। ଆଉ ତାଙ୍କୁ ବି କାଲି ଭିଡିଓ ବି ପଠେଇଥିଲି, ଗୋଟେ ଭିଡିଓ ଆମର ହାଇଜିନ୍ ଇଏ પર ତାର ଗୋଟେ ଭିଡିଓ ପଠେଇଥିଲି, ସେ ବି ରାତିରେ କାଲି ଦେଖିଛନ୍ତି ତାକୁ। ଆଜି 10ଟା ବେଳେ କଥା ବି ବାକି ରହିଲା। ଆଉ ଗୋଟେ ମେନ୍ ପଏଣ୍ଟ ହଉଛି କଣ, ଆମେ ଯେତେ ଗୁଡ଼ିଏ ପ୍ରଡକ୍ଟ ଆମେ ଆଣୁଛେ, ବା ଯାହା ଆମ ପାଖରେ ପ୍ରଡକ୍ଟ ଆପଣଙ୍କ ନେଟୱାର୍କର କିଛି ବୋଧେ ପ୍ରୋବ୍ଲେମ ଆସିଛି, ଶୁଭୁନି। ଆଜ୍ଞା ସାର୍, ଆପଣଙ୍କ ନେଟୱାର୍କରେ କିଛି ପ୍ରୋବ୍ଲେମ ଆସୁଛି, କୁହନ୍ତୁ। ନେଟୱାର୍କ ସାର୍ ପ୍ରୋବ୍ଲେମ ସକାଳୁ ହଉଛି, ଭୋରରୁ ହଉଛି। ଆଉ ତେଣୁ ସେ ଜିନିଷ ଉପରେ ଆମେ କଣ କରିବା ନା, ଆମର ନକାରାତ୍ମକ ଚିନ୍ତାଧାରାକୁ ଆମେ ଛାଡ଼ିକି ଆମେ ପଜିଟିଭ ସାଇଡ୍ ସୋଚ ଚିନ୍ତା କରିବା। ପଜିଟିଭ ସାଇଡ୍ ସୋଚ ଚିନ୍ତା କରିକି ଆମେ ପ୍ରତ୍ୟେକ କାର୍ଯ୍ୟକୁ ଆମେ ଆଗକୁ ନେବାକୁ ଚେଷ୍ଟା କରିବା, ଏବଂ ଆଗେଇଲେ ତା ଦ୍ୱାରା ଆମର ମାର୍କେଟିଂ ବିଜନେସ୍ ଆହୁରି ଆଗକୁ ଗ୍ରୋଥ କରିପାରିବ। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡାମ କୁହନ୍ତୁ। ଆଜ୍ଞା ମ୍ୟାଡାମ, ଅନମ୍ୟୁଟ କରନ୍ତୁ। ଆଜ୍ଞା। ହଁ ସାର୍, ମୋ ଦେହଟା ଟିକେ ଆଜି ଜୋରେ କାଶ ହଉଛି ଜୋରେ, ମୁଁ କିଛି କହିବାକୁ ଇଚ୍ଛା କରୁନି। କିନ୍ତୁ ସାର୍ ସବୁ ଜିନିଷ ଟିକେ ଆଭେଲେବୁଲ ହେଲେ, ଆଉ କିଣିବା ପାଇଁ ଇଚ୍ଛା କରୁଛନ୍ତି ଉଲେନ ଉପରେ, ଏବେ ବର୍ତ୍ତମାନ ଶୀତ ଦିନ, ସେଥିପାଇଁ ମୁଁ କିଛି ଆଉ କହିପାରୁନି। ସେମାନେ ମାଗିଲେ ମାଗିଲେ, ତାପରେ ବାହାରୁ କିଣିଲେ। ସେଇ ଜିନିଷ ଉପରେ ଟିକେ, ସବୁ ଜିନିଷ ଟିକେ ଯଦି ପିକଅପ୍ ସେଣ୍ଟରରେ ଆମର ଆଭେଲେବୁଲ ହୁଅନ୍ତା, ତାହେଲେ ଆମକୁ ଟିକେ ଭଲ ଲାଗନ୍ତା। ଆସ୍ତେ ଆସ୍ତେ ହବ। ସାର୍ ଯେମିତି କହିଲେ, ଗୁରୁଦେବ ଆମର କହିଲେ ଯେ ହଉଛି
ଭଗବାନଙ୍କର କେତେବେଳେ କେମିତି ଆସି ଯାଉଛି ସବୁ ଜିନିଷ କେମିତି ହଉଛି ସେଟା ଭଗବାନ ଉପରେ ହଉଛି ନିର୍ଭର ହଉଛି। ଭଗବାନ ତାକୁ ଇଏ କରୁଛନ୍ତି। ସେଇ ଅନୁଯାୟୀ ଆସ୍ତେ ଆସ୍ତେ ଆମର ସବୁ ଜିନିଷ ଯଦି ଆଭେଲେବୁଲ ହୁଅନ୍ତା ଏଠି, ଆମେ ବି ତାକୁ ଆଗ୍ରହ କରିକି ଲୋକଙ୍କୁ ବି ବତେଇକିରି କିଣି ପାରନ୍ତୁ। ହଉ ସାର୍, ମୋର ଏତେ ଜୋରସେ ଥଣ୍ଡା କାଶ ଉଠୁଛି। ଓକେ ଓକେ, ଥ୍ୟାଙ୍କ ୟୁ। ଆପଣଙ୍କର ମତାମତ ଦେଲେ ସମସ୍ତେ S5 ବହୁତ ଖାଆନ୍ତୁ, ବଢିଆ। ନ୍ୟୁଟ୍ରିଜା S5 ହଁ ହଁ, ବୋଲେ ନ୍ୟୁଟ୍ରିଜା S5 ଖାଇବା ଦରକାର। ଓକେ ଓକେ, ହଁ ନିହାତି। ଓକେ, ଠିକ ଅଛି। ନାଇଁ ବହୁତ ବଢିଆ ଆପଣଙ୍କର ବିଚାର, ଆପଣଙ୍କ ମତାମତ ଯାହା ଆପଣ ଶିଖିଲେ, ବହୁତ 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 ଧନ୍ୟବାଦ ଯେ ଆପଣ ଗୁରୁକୁଳକୁ ଆସୁଛନ୍ତି। ଟିମରେ ସମସ୍ତଙ୍କୁ ନେଇକି ଆସିଲେ ତ ଡାଇରେକ୍ଟ କମ୍ପାନୀର ଆଭିମୁଖ୍ୟ ଉପରେ ଆପଣମାନଙ୍କର ମାନେ ରିଲେସନ ସବୁ କିଛି ବୁଝିପାରିବେ, ତାକି ଆପଣଙ୍କ ଟିମ୍ ଆହୁରି ମଜବୁତ ବି ହେଇଯାଇ ପାରିବ। ତ ଏଠି ମୁଁ ଦିଟା କଥା କେବଳ କହିବାକୁ ଚାହେଁ। ଯେ ଗୋଟେ କଥା ହଉଛି ଯେ ଆୱାରନେସ୍ ପ୍ରୋଗ୍ରାମ, ଆୱାରନେସ୍, ମୁଁ ତ ଜାଣିଛି ଯେ ଆମ ପାଖରେ ଏଭଳି ଗୋଟେ ଶକ୍ତି ଅଛି ଯୋଉ ଶକ୍ତି ମାଧ୍ୟମରେ କି ହୁଏତ ଆଉ କୌଣସି ଟିମରେ ଥିବ କି ନାହିଁ ମୁଁ ତ ଜାଣିନି, କିନ୍ତୁ ଆମ ପାଖରେ ସେ ଶକ୍ତି ଅଛି। ଓଡ଼ିଆ ଲାଙ୍ଗୁଏଜରେ ବହୁତ ବଢ଼ିଆ ଭାବରେ ଟ୍ରେନିଂ ଆମର ସୀମା ମ୍ୟାଡ଼ାମ ଦିଅନ୍ତି। ତ ଯଦି ଆମେ ମ୍ୟାକ୍ସିମମ୍ ତାଙ୍କର ପ୍ରୋଗ୍ରାମ ଆମେ କରିବା, ତ ଆମର ସେ ଆୱାରନେସ୍ ପ୍ରୋଗ୍ରାମ ବହୁତ ବଢ଼ିଆ ହବ। କରିବା ପାଇଁ କ'ଣ ଅଛି? କରିବା ପାଇଁ କେବଳ ଆମକୁ 30-40 ଜଣ ଲୋକଙ୍କୁ ବା ମହିଳାମାନଙ୍କୁ ବସେଇବା ଦରକାର। ଏତିକି କାମ ହଉଛି ଆମର। ଏତିକି କାମ କଲା ପରେ ବାକି କେମିତି ଆୱାର ହେଇପାରିବେ, କ'ଣ ହେଇପାରିବେ, ଡିଟେଲ୍ସ ଲୋକ ସିନା ବୁଝିଲେ ଏଇଟା ଆମର ଦରକାର ବୋଲି ବୁଝିଲେ ତ ଲୋକ ନେବେ। ଇଏ ହଉଛି ଗୋଟିଏ ସମସ୍ୟାର ସମାଧାନ। ଆଉ ଦ୍ୱିତୀୟ ସମସ୍ୟାର ସମାଧାନ ହଉଛି ଅନଲାଇନ ଅର୍ଡର। ଅନଲାଇନ ଅର୍ଡର ପ୍ରଡକ୍ଟ ଆଭେଲେବିଲିଟି, ଏକ ତ ହଉଛି ଲୋକ ବୁଝିବା ଦରକାର ଯେ ଇଏ ପ୍ରଡକ୍ଟ ଆମକୁ ଦରକାର, ଆବଶ୍ୟକ ଅଛି ବୋଲି ସେଟା ବୁଝିବା ଦରକାର। ସେଟା ଆମେ ମ୍ୟାଡାମଙ୍କର ମିଟିଂ ରଖିକି ବାରମ୍ବାର କରିପାରିବା। ତ ଆଡଭାନ୍ସ ପ୍ଲାନିଂ କଲେ ମ୍ୟାଡାମଙ୍କର ଡେଟ୍ ମିଳିବ। ମ୍ୟାଡାମଙ୍କର ତ ପୁରା ମୁଁ ତ ଦେଖୁଛି ତାଙ୍କର ଘର କାମ ସହିତ ଯେତିକି ଟାଇମ ଦଉଛନ୍ତି ଆମ ପାଇଁ, ତ ପୁରା ପ୍ୟାକ୍ ହେଇଯାଉଛି। ତ ଆମେ ଯଦି ଆଡଭାନ୍ସ ଟିକେ ପ୍ଲାନିଂ କରିବା ତାହେଲେ ହେଇଯାଇ ପାରିବ। ଇଏ ହଉଛି ପ୍ରଥମ କଥା। ଦ୍ୱିତୀୟ କଥା, ପ୍ରଡକ୍ଟର ଆଭେଲେବିଲିଟି ପାଇଁ ଆମକୁ ଅନଲାଇନ ସପିଂର ବ୍ୟବସ୍ଥା କରିବା ନିହାତି ଜରୁରୀ। ଆମେ ଆଡଭାନ୍ସରେ ପ୍ଲାନିଂ କରିବା ନିହାତି ଜରୁରୀ। କିସୋଲର ଷ୍ଟୋର କରିବା ବି ଜରୁରୀ, ତାକି ଆମେ ଆମ ଟିମକୁ ସପ୍ଲାଏ ବି ଦେଇ ଦେଇ ପାରିବା। ବହୁତ ସାରା ଜିନିଷ ବି ରହୁଛି। ତ ବେଶୀ ତ ଇନଭେଷ୍ଟମେଣ୍ଟ ନାହିଁ, 60-65 ହଜାର ଟଙ୍କା ଭିତରେ ଇନଭେଷ୍ଟମେଣ୍ଟ ହେଇକି ବି 50-60 ହଜାର ଭିତରେ ଇନଭେଷ୍ଟମେଣ୍ଟ ହେଇକି ସେ ବି ହେଇଯାଇ ପାରିବ। ତ ବହୁତ ସାରା ସମସ୍ୟାର ସମାଧାନ ବି ଅଛି। ଆମେ ସମସ୍ୟାର ସମାଧାନକୁ ଆମେ ଠିକ ଭାବରେ କରିପାରିବା। ତ ଆସନ୍ତୁ, ସାର୍ ଅଛନ୍ତି ଆମ ସାଙ୍ଗରେ। ସାର୍, ୱେଲକମ୍ ସାର୍। ନମସ୍କାର 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 ସାର୍, ଜୟ ସିଂ। ନମସ୍କାର ଜୟ। ଗୁଡ ମର୍ଣ୍ଣିଂ ସମସ୍ତଙ୍କୁ ନମସ୍କାର। ମର୍ଣ୍ଣିଂ ମର୍ଣ୍ଣିଂ। ଆଚ୍ଛା, ମୋ କଥା ଆପଣ ମାନେ ସମସ୍ତେ ଶୁଣିପାରିବେ, ପାରୁଛନ୍ତି? ଆଜ୍ଞା ଆଜ୍ଞା। ଅମିୟ ବାବୁ ଶୁଣିପାରୁଛନ୍ତି? ଅମିୟ ବାବୁ, ଅମିୟ ବାବୁ, ହଁ ସାର୍, ଶୁଣିପାରୁଛି। ସୁକାନ୍ତ ବାବୁ, ହଁ ସାର୍ ଶୁଣୁଛି ସାର୍, ନମସ୍କାର ସାର୍, ଶୁଭୁଛି ସାର୍। ଚିତ୍ତ ବାବୁ, ସବୁ ଶୁଣିପାରୁଛନ୍ତି ମୋ କଥା? ଆଜ୍ଞା ଆଜ୍ଞା ସାର୍ ନମସ୍କାର, ଶୁଣିପାରୁଛି ସାର୍। ହଁ, ଆଉ ଟିକେ ମୋ କଥା ଟିକେ ଶୁଣିବେ। ମୁଁ କିନ୍ତୁ ଯଦି ନ ଶୁଣିବେ, କାରଣ ମୁଁ ଯେତେବେଳେ ପଚାରିବି ଆପଣ ମାନେ କହିପାରିବେନି, ତେଣୁ ଆପଣ ମୋ କଥାକୁ ଟିକେ ଧୈର୍ଯ୍ୟରେ ଶୁଣିବେ। ଟିକେ 2-4 ମିନିଟ୍ କଥା ହେଲା। ଆଜ୍ଞା ଆଜ୍ଞା ସାର୍। ଦେଖନ୍ତୁ, ଆଜିର ଯୋଉ ପ୍ରୋଗ୍ରାମ ହେଲା, ସେ ପ୍ରୋଗ୍ରାମ ଆପଣ ମାନେ ସମସ୍ତେ ଦେଖିଛନ୍ତି। ପ୍ରାୟ ପ୍ରତିଦିନର ପ୍ରୋଗ୍ରାମ ଆପଣ ମାନେ ଦେଖୁଛନ୍ତି। ଆମର 1.5 ମାସ ବି ପ୍ରୋଗ୍ରାମ ଆମର ବି ଆପଣ ମାନେ ଏକାଠି ହଉଛନ୍ତି। ଏଇ ଯୋଉ ପ୍ରୋଗ୍ରାମ କୁ ଦେଖି ସାରିଲା ପରେ ଆମର ଏ ଯୋଉ ଡିସ୍କସନ ହଉଛି, ସେ ଡିସ୍କସନ ରେ ଆପଣ ମାନଙ୍କର କୋଉ ପ୍ରକାର ମତାମତ ଦଉଛନ୍ତି ତାକୁ ମୁଁ ଷ୍ଟଡି କରୁଛି। କାରଣ ଆପଣ ମାନେ ଟିସିଜିଙ୍କର ପ୍ରୋଗ୍ରାମ ଦେଖିକିରି ମତାମତ ଦଉଛନ୍ତି। ମୁଁ ଆପଣ ମାନଙ୍କର ପ୍ରୋଗ୍ରାମ ଶୁଣିକିରି ମୁଁ ମତାମତ ଦଉଛି। ନିଜ କଥା ନିଜେ ବୁଝିପାରନ୍ତିନି, ଅନ୍ୟ ଜଣେ ଅବଜର୍ଭ କରୁଥିଲେ ବୁଝି ହବ। ତ ମୁଁ ଆଜି ଯାହା ବୁଝିଲି, ମୁଁ ବି କେତେ ଦିନରୁ ବୁଝି ଆସୁଛି ଯେ ଆମେ ଦର୍ଶକ ହେଇକିରି ରହିବା ନା ଖେଳାଳି ହେଇକିରି କଥା କହିବା। ଯେତେବେଳେ ଆମେ କହୁଛୁ ସେ ପ୍ରୋଗ୍ରାମ ଟାକୁ ଦେଖି ସାରିଲା ପରେ
जस्ट गोटे दर्शक भाया कहूँ किंतु फील्ड रे थाइकरी खेलाड़ी जो मेंटालिटी रे कथा कहबाटा ठीक जोटा कि आज आरती मैडम प्रवीणा मैडम जो भली भावे कहले तापरे चित्त बाबू भी कहले ए सब थिले मितांजलि मैडम थिले तो ଆଜ୍ଞା ସାର୍ मितांजलि मैडम आज्ञा अछंती आज्ञा 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 मितांजलि मैडम भी कहले ना हाँ हाँ से तीन जन मैडम चित्त बाबू जो प्रकार कहले प्रैक्टिकल कथा आमे कौन करवा उचित कौन आमे करूचे ये कौन आमर जहाँ आमर आम जी कहवा जे हला बहुत बढ़िया करी कथा कहले एथरे हवा उचित एटा हवा उचित एटा जारिबा उचित एटा हेले भलो हबो सेटा करले भलो हबो सेई कथा टीसीजी कहले ये तो 1.5 मास हेलानी आमे कहि कहि आसुचे एथरे लाभ कोन होची आमे आज जमती का आरती मैडम जो कथा कहले प्रवीणा मैडम मितांजलि मैडम जो प्रकार कथा कहले जे एटा एमती आमे करूछु एटा आमे करिछु एटा आमे ए जगह रे करिलु ताहले सिना हमर डेवलपमेंट हबो ए प्रोग्राम जो आमे सुनुचे गुरुकुल ताहले डेवलपमेंट हबो एटी जदि आमे ऑब्जर्वर भलिया जस्ट रिव्यूज दबा जे एटा आमे शिखले आमे काहा को कहूचे आमे तो एटी 5-7 जण अच्छे 8 जण आमे जदि कहबा एटा करिया उचित सेटा करिया उचित सिना आपन को टीम रे कहले हबो आ एटी जो माने सब बसचंदी से माने भी तो देखिचंती ना गोटे साइकोलॉजिकली आपण माने देखंतु एटी जो 8-10 जण बसिन आमे जदि कहबा एटा कहले उचित हबो एटा करिले उचित हबो सेटा करिले उचित हबो अरे 8-10 जण तो कहउछन से माने भी तो से देखिचंती तो एटा एई कथाटा आपनकर टीम रे कहबे आपनको टीम रे एमती मीटिंग टे करी कहबे जे एमती कथा एई कथा कहले करिया उचित हबो एमती करले उचित हबो सेमती करले उचित हबो एटा करंतु एटा करिले हबो एटा करिवे इंस्पिरेशन दियंतु ताले हबो ना कोन सुकांत बाबू मो कथा सुनुछंती हेलो सुकांत बाबू सुकांत बाबू अम्य बाबू हाँ सर नमस्कार कहतु हाँ मो कथा बुझी पारले तो हाँ सर चल सुकांत बाबू ଆଜ୍ଞା ସାର୍ सुकांत बाबू कड़े गले ନେଟରୁ ବୋଧେ କଟି ଯାଇଛନ୍ତି ସାର୍ କଣ କରୁଛନ୍ତି ବୋଧେ ନାଇଁ ନାଇଁ କଟି ଯାଇନାହାନ୍ତି ନେଟୱାର୍କର ଆକ୍ଚୁଆଲି ପ୍ରୋବ୍ଲେମ ଟିକେ ହଉଛି ସେପଟରେ ଗାଁରେ कहूले भल कहूले ନାଇଁ ସାର୍ ଶୁଭୁ ସାର୍ ମୋର ସାର୍ ଚାର୍ଜ ବସେଇଥିଲି ମୋର ଚାର୍ଜ ପୁରା ବ୍ୟାଟେରୀ ଲୋ ହେଇଗଲା ମୁଁ ଖାଲି କେତେବେଳେ ଆପଣ କହୁଛନ୍ତି ନେଟୱାର୍କ କେତେବେଳେ ନଥିଲି କାଲି ମୁଁ ଚାର୍ଜ ବସେଇଥିଲି କିନ୍ତୁ ସୁଇଚ୍ ମାରିନଥିଲି ଆପଣଙ୍କର ଦେଖନ୍ତୁ ଆପଣ ମାନେ ସିରିୟସ୍ ଅଛନ୍ତି ତ ଏ ଗୁରୁକୁଳ ବିଷୟରେ ଆଜି ଖୋଲା କଥା କହନ୍ତୁ ହଁ ସାର୍ ଠିକ ଅଛି ସାର୍ ଏଇ ଶତପଥୀ ସାର୍ କହୁଛନ୍ତି ଚାନ୍ଦ ସାର୍ ଅଛନ୍ତି ମୁଁ ଟିକେ କଣ କହିଦେଇକିରି ମୋର କଥାଟା ଛାଡ଼ିଦେବି ଏମିତି ଭାବୁଛନ୍ତି କି ନାଇଁ ସାର୍ ସାର୍ ନାଇଁ ଦେଖୁ ସାର୍ ନା ଏଇଟା ଦେଖନ୍ତୁ ଆମେ ସବୁ ବୟସ୍କ ଲୋକ ସବୁ ଆମର ବହୁତ ଦାୟିତ୍ୱପୂର୍ଣ୍ଣ କାମ ଆମର ସବୁ ଏଇ ସବୁ ଗୋଟେ ଦାୟିତ୍ୱ କର୍ତ୍ତବ୍ୟ ଆମର ଯାହା କରିବା କଥା ତାକୁ ଯଦି ଆମେ ଜଷ୍ଟ ଗୋଟେ ଫର୍ମାଲିଟି କରି କରିବା ଆମେ ଶୁଣିଲେ କିଛି ଦିପଦ କହିଦବା କାରଣ ନହେଲେ ଶତପଥୀ ସାର୍ ଖରାପ ହେଇବେ ନହେଲେ ଚାନ୍ଦ ସାର୍ ଅଛନ୍ତି ନହେଲେ ପୁଣି ଗୋଟେ ଏମିତି ଭାବନା ଯଦି ଆପଣ ମାନେ ଚିନ୍ତା କରିବେ ତାହେଲେ କିଛି ଲାଭ ହିଁ ହବନି ଖାଲି ଗୋଟେ ସମୟ ଚାଲିଯିବ ବି ସିରିୟସ୍ ଆଜି ମ୍ୟାଡାମ ମାନଙ୍କର କଥାକୁ ମତେ ବହୁତ ଭଲ ଲାଗିଲା ସେମାନେ ଏମିତି କହିଲେନି ସେମାନେ କହିଲେ ଯେ ଆମେ ଏମିତି କରୁଛୁ ଏଇଟା ଏଇଭଳିଆ କରାଯାଉଛି ଆମେ ମଧ୍ୟ ଚେଷ୍ଟା କରୁଛୁ ଏସବୁ କରୁଛୁ ଏମିତି କରିବା କହିଲେ ମନେ ହବ ଯେ ଇନଭଲଭମେଣ୍ଟ ଆମର ଅଛି ସିରିୟସଲି ଆମେ ନେଇଛୁ ଯଦି ଏମିତି କରିବା ତାହେଲେ ଆମର ଏଇଟାକୁ ଆମେ ଏମିତି ଯଦି ଆମେ କହିବା ତାହେଲେ ଆମେ ମନେ ହବ ଯେ ଆମେ ସିରିୟସଲି ନେଇକିରି ପ୍ରାକ୍ଟିକାଲ କରୁଛୁ ଯଦି ଆମେ ଗୋଟେ ଅବଜର୍ଭର ଭଳିଆ ଦର୍ଶକ ଭଳିଆ କହିବା ଏଇଟା ଏମିତି ହେଲା ବଢିଆ ଖେଳାଳି ହେଲା ଭଲ ସିଏ ଭଲ ଏତେ ମାରି ରନ୍ କଲା ସିଏ ଏତେ ଇଏ କଲା ତାହେଲେ ଏଇଟା ଅବଜର୍ଭର ଆମେ ଏଠି ଗୁରୁକୁଳକୁ ଅବଜର୍ଭର ହେଇକି ଆମ ନିଜ ଭିତରେ କହିଲେ କଣଟା ଲାଭ ହବ କିନ୍ତୁ ଏଇଟାକୁ ଆପଣ କହିବେ ଆପଣଙ୍କ ଟିମ ରେ କହିବେ ଆପଣଙ୍କର ଟିମ ରେ କହିସାରିଲା ପରେ ସେ କଥାଟା କହିବେ ଯେ ମୁଁ ଆଜି 10 ଜଣ ଲୋକଙ୍କ ସହିତ କାଲି କଥାବାର୍ତ୍ତା କରିଥିଲି ଏ ବିଷୟରେ କହିଲି ଆଉ ସେମାନେ ଏଇଭଳି କହିଛନ୍ତି ମୁଁ ତାଙ୍କ ସହିତ ଗୋଟେ ହୋମ ମିଟିଂ କରିବି ଏଇ ଯୋଉ ଟିସିଜିଙ୍କର ଆଜି ଯାହା ପ୍ରୋଗ୍ରାମ ହେଲା ସେ କଥାକୁ ମୁଁ କାଲି ଗତକାଲି ଇଏ ଆଲୋଚନା କରିଥିଲି ତାହେଲେ କଣ ହବ ନା ଆମେ କଣ ପ୍ରକୃତରେ ଶିଖିକିରି କଣ କାମରେ ଲଗାଉଛୁ ସେଇଟା ଆପଣ ମାନେ କହିଲେ ତାହେଲେ କଣ ଅନ୍ୟମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିବ ଯେମିତି ଆଜି 3 ଜଣ ମ୍ୟାଡାମଙ୍କର କଥା ମତେ ବହୁତ ଅନୁପ୍ରାଣିତ କଲା ମୋ କଥା ବୁଝିପାରୁଛନ୍ତି ହଁ ସାର୍ ଅମୀ ବାବୁ ବୁଝିପାରୁଛନ୍ତି ହ୍ୟାଲୋ ଏଇ ହଉଛି କଥା ଦେଖନ୍ତୁ ଆମେ ଟିକେ ସିରିୟସଲି
आपण मैंने 8-10 जन आपण मैंने जो 4-5 जन देढ़ मास हेलाणी अटेंड करुछंती आपण मानकर टीम रे आपण माने काहे की अटेंड करि पारु नांती ताकू भी टिके आपण माने चिंता करंतु काहे की बसई पारु नांती तो सेथरे कोन निज भितर दुर्बलता रहिछि को प्रकार अप्रोच करूचे लोक हमके सुनु नांती ये जदि एमिति हम ताले आमे कोन भविष्य रे केमिति बड़ आकार करि परिया कोंतु एते भल भल कथा आलोचना करा जाउची जोटा कि हम टीम पई माने बहुत दरकार आजिर जो आलोचना करा गला हम टीम पई बहुत दरकार आपन को टीम पई आमे जदि से कथा चिंता न करी कहबे जे आज बढ़िया कथा वार्ता हला भलो हला ए कथा बात उचित सेटा कथा उचित एटा की जाहा को कहउछन से मान तो सुनि छथि ना तेनु आपन को टीम रे एटा को कथा वार्ता करंतु ताले आमे गोटे आमे रिव्यू करबा आसंता काली जे मोर टीम रे मु एई सब आलोचना करली मो टीम रे एते जण किनिबे किनुचंती कि एते जण आग्रही हेइचंती एते जण से माने गुरुकुल रे बसिबे एकता हले कोंतु मु बहुत एटा टिके सीरियसली कहूची मु मते आपण मानकर देखंतु कथा कोन की आमे आमे अनेक काम करू समय दो परिश्रम करू सब करू किंतु आमे अनेक जगह बुझी पारू ना आमे ठीक काम करू कि भूल काम करू तो ताकू जो माने ताकू जो माने देखंती से माने बुझी पारंती जे प्रकृति रे हमर रास्ता भूल रास्ता रे जाउची समय दोचे परिश्रम करूचे सब कथा करूचे किंतु हमर भूल रास्ता रे जाउचे हमर काम हैला अल्टीमेटली ग्रोथ ग्रोथ केमिति हबो ग्रोथ आपनकर हबो आपनकर टीम रे जदी एजुकेटेड सब हेबे आपनकर ग्रोथ हबो जदी आपनकर टीम रे एजुकेटेड हेबे आरसीएम रो मूल कथा होची एजुकेशन एजुकेशन कर्म ज्ञान एवं कर्म ज्ञान योग कर्म योग भक्ति योग ए जो गीतार तीनटा योग आरसीएम रे अछि तीनटा ज्ञान योग कर्म योग भक्ति योग तीनटा जाक योग आरसीएम रे अछि ज्ञान योग ज्ञान दरकार खाली ज्ञान हेला हबेनी ता सहित कर्म दरकार ज्ञान कर्म थिबो जदी भक्ति अर्थात भलवासा आरसीएम प्रति नथिबो ताले कोन हबो से ऊपर ढळे आइजो तेनु भक्ति योग जोटा ए तीनटा जाको जेमती भगवत माने भगवत विश्वास रे तीनटा को दरकार हम आरसीएम रो तीनटा दरकार ज्ञान भी दरकार ज्ञान सहित कर्म भी दरकार कर्म सहित भक्ति बा भलवासा बा एगुडा भी दरकार तीनटा जाको एकत्रित होइकरी आरसीएम रे सफलतार ये होची मूल मंत्र तेणु आमे हमर ज्ञान अछि हमर कर्म भी आमे करूचे हमर भक्ति भी अछि जदि आमे फील करूचे भलवासा बा अच्छा आरसीएम प्रति अछि आपण मानकर जो अटेंड करूछन भलवासा अछि ना जदि माने दरकार जेमती हेले केमती गोटे कामटे चलै देबा टिके अटेंड कर देबा टिके सही जीव नले एमिति भावना नै गिरी जदि आपण माने आमे आमे जदि आसीबा ताले मते देखंतु मु एते दिन हेला बसिल मते एमिति गोटे अभ्यास हो जाईछि मु आगरे ये गुरुकुल आमे जो प्रोग्राम सब सतपदेव आरंभ कले ता पूर्व मु गुरुकुल प्राय 2-3 वर्ष 4 वर्ष मु सब प्राय देखे किंतु काजुअली देखे नले वीडियो देखि दिए मु वाकिंग करिया जे किंतु एबे मु बहुत डिसिप्लिन हे जाईछि ए किछि दिन लानी मु एते डिसिप्लिन हे जाईछि मु गुरुकुल को प्रतिदिन देखुछि आ प्रतिदिन ये प्रोग्राम टारे देखिया पई मते आग्रह होउछि कारण आपण मानकर फीलिंग्स जानिया को चाहूछि आपण मानकर कोन अनुभव कोन होउछि आ आपण माने सेति पई कोन करिया पई निजर ग्रोथ करिया पई चेष्टा करछन्ती आपण माने जदी ग्रोथ करिया पई जो कथा वार्ता हमें करबा सेटा जदी मते लागियो जे एटा ग्रोथ रो नुए ताले लाभ किछि होनी मो कथा बुझी पारुछन्ती की आज्ञा सर थैंक यू बहुत बहुत धन्यवाद ओवर टू सतपदेव ओके थैंक यू सर एक्चुअली आमे तो रास्ता रे जाउछु किंतु रास्ता रे कोटा भलो हबो कोटा मंद हबो जे रास्ता रे आगे जाइछि से ही जानिछि जे को रास्ताटा भलो को रास्ताटा खराब आउ जा हो आपण गुरुजन भली हमको गाइड करचंती तो सेटा गोटे बहुत बड़ सपोर्ट हमको ताकि आमे आपण तो बहुत बड़ टीम किंतु आपण हमको एते भल पाउचंती एते स्नेह करचंती हमको ठीक रास्ता रे आउ आपण माने एक्चुअली मु भी
ହୃଦୟ ଖୋଲା ଭାବରେ କହୁଛି ଯେ ସାର୍ ଚାହୁଁଛନ୍ତି ଯେ ଆମର ଉନ୍ନତି। ଆମେ ସେ ଇଏ ଆରସିଏମ ଇଏ ଯୋଉ ଅଭିଯାନରେ ଆମେ କେମିତି ଆଗକୁ ବଢିବା, ଆମର କେମିତି ଉନ୍ନତି ହବ, ଆମେ କେମିତି ବଡ ପିନ୍ ନବା। ଆମେ ଯେତେବେଳେ ଷ୍ଟେଜରେ ଠିଆ ହେଇଥିବା ସାର୍ କେମିତି ଆମକୁ ପିନ୍ ଦଉଥିବେ, ଆମକୁ ଫୁଲମାଳ ଦଉଥିବେ, ଆମକୁ ଆମ ପାଇଁ ହଜାର ହଜାର ଲୋକ ତାଳି ମାରୁଥିବେ, ଆମେ ଟେକ୍ନିକାଲ ଆଚିଭର ସମସ୍ତେ ହେଇକି ଥିବା। ସେଇଦିନ ମନେ ପକେଇବା ଯେ ଆଜିର ଯୋଉ ଗୁରୁକୁଳ ଶାଖା ଆମେ ଚଲଉଛେ, ଏ ଶାଖାରେ କଣ ସାର୍ଙ୍କ କଥାକୁ ଯଦି ଆମେ ରଖି ଦଉଛେ, ପାଳି ଦଉଛେ, ତାହେଲେ ଆମେ କଣ ତାର ମୂଲ୍ୟ ଆମେ ବୁଝିପାରିବା। ବହୁତ ବଡ କଥା। ସେଥିଲାଗି ଯେ ଆଜି ଆମେ ସଂକଳ୍ପ ନବା ଯେ ଆମେ ଆଜି ଯାହା ଆମେ ଏଠି ଡିସ୍କସନ, ଯାହା ଆମେ ଗୁରୁକୁଳରେ ଦେଖିଲେ, ଆମର ଯାହା ଅନୁଭୂତି ହେଲା, ସେ ଅନୁଭୂତିକୁ ଆମେ ଆମ ଟିମରେ ବାଣ୍ଟିବା, ଆମ ଟିମକୁ ଦେଖେଇବା। ବହୁତ ସାରା ଲୋକ ଏମିତି ବି ଅଛନ୍ତି ଟିମରେ ଯୋଉମାନେ କି ଏଇ ଅନୁଭୂତି ଟିକକ ପାଉନାହାନ୍ତି ବୋଲି ସେମାନେ ଆସୁନାହାନ୍ତି। ଆଉ ଯୋଉମାନେ ଆସୁନାହାନ୍ତି ସେମାନେ ତାଙ୍କ ମନ ହିସାବରେ, ତାଙ୍କ ଭାବନା ହିସାବରେ ସେ ତାଙ୍କର ଆରସିଏମ କୁ ବୁଝୁଛନ୍ତି। ତ ତାକି ଅସୁବିଧାରେ ପଡୁଛି କିଏ? ଅସୁବିଧାରେ ଆପଣମାନେ ହିଁ ପଡୁଛନ୍ତି। ଯୋଉଟା କି ମାନେ ଯୋଉ କଥାଟା ଠିକ କଥାଟା ସେମାନଙ୍କ ପାଖରେ ପହଞ୍ଚି ପାରୁନି, ତ ସେଥିଲାଗି ଅସୁବିଧାଟା ରେ ହିଁ ଆପଣଙ୍କୁ ପଡିବାକୁ ପଡୁଛି। ତ ସେଥିଲାଗି ଟିମରେ ଯାହାକୁ ବି ଜଏନିଂ କଲେ, ଗୁରୁକୁଳର ଜୁମ୍ ଆପ୍ ଡାଉନଲୋଡ କରି ଗୁରୁକୁଳର ଲିଙ୍କ ତାଙ୍କୁ ପଠେଇ ତାଙ୍କ ସହିତ ଡିସ୍କସନ କରି କଲେ ବହୁତ ବଢିଆ ହେଇପାରିବ। ଓକେ ସାର୍, ପୁଣି କଣ କହିବେ ସାର୍? ହଁ, ମୁଁ ତ ଗୋଟେ କଥା ଭାବିଥିଲି କହିବି ବୋଲି, ଏଇ କଥା ଚଳରେ ଭୁଲିଗଲି। ଆରତୀ ମ୍ୟାଡାମଙ୍କ କଥା ଶୁଣି ମତେ ଭଲ ଲାଗିଲା। ମାନେ ସେ ପିଲାବେଳୁ ନିଜେ ଇଣ୍ଡିପେଣ୍ଡେଣ୍ଟ ହେଇକି ରୋଜଗାର କରିବା, ବାପାଙ୍କ ଉପରେ ନିର୍ଭର ନ କରିବା, ଏଇ ଯୋଉ ମନୋଭାବ, ଇଏ ପ୍ରକୃତରେ ବହୁତ ସମ୍ମାନୀୟ ଆଉ ରେସପେକ୍ଟଫୁଲ। ମୁଁ ତାଙ୍କୁ ସେଥିପାଇଁ ନମସ୍କାର କରୁଛି, କାରଣ ଏଇ ଭାବନା ମୋର ବି ସ୍କୁଲ କଲେଜ କ୍ୟାରିୟରରେ ନଥିଲା। ମୁଁ ପରେ ଜାଣିପାରିଲି। ଆଜି କିନ୍ତୁ ଦେଖିଲି ଜଣେ ମହିଳା, ସେ ଜଣେ ଝିଅ ଯେତେବେଳେ ସେ ବାପାଙ୍କର ଫ୍ୟାମିଲି ଭିତରେ ଥାଇକିରି ଝିଅ ମାନଙ୍କର ସେ ସବୁ ଚିନ୍ତା ନଥାଏ, ସେଠି ସିଏ ଇଣ୍ଡିପେଣ୍ଡେଣ୍ଟଲି ନିଜେ ରୋଜଗାର କରିବାର ଗୋଟେ ଚିନ୍ତାଧାରା ନେଇଥିଲେ। ସେଇଟା ପ୍ରକୃତରେ ଗ୍ରେଟ୍। ଥ୍ୟାଙ୍କ ୟୁ, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ତାଙ୍କଠୁ ବହୁତ ଶିଖିବାର ଅଛି। ଥ୍ୟାଙ୍କ ୟୁ। ଓକେ, ଠିକ ଅଛି, ବହୁତ ବଢିଆ କଥା। ଆଜି ଗୁରୁକୁଳ ବିଷୟରେ ଆମେ ଆମ ଟିମ୍ ସହିତ ଡିସ୍କସନ କରିବା। ଆଉ ମାତ୍ର 2 ଦିନ ରହିଲା। ଇଏ ବିପରୀତ ପରିସ୍ଥିତିରେ ଆମକୁ ଆଗକୁ ବଢିଲେ ହିଁ ଆମେ ସୁରକ୍ଷିତ ହେଇପାରିବା। ବିପରୀତ ପରିସ୍ଥିତି କଣ ନା, ଆମର ପରଚେଜ ଲିଷ୍ଟ ବାହାରୁନି। ତ ଆମେ www.rcmworld.com ୱେବସାଇଟକୁ ଯିବା। ୱେବସାଇଟରେ ଆମ ଆଇଡି ଆଉ ପାସୱାର୍ଡକୁ ଲଗ୍ଇନ୍ କରିବା। ଲଗ୍ଇନ୍ କରିସାରିବା ପରେ ସେଥିରେ ୟୋର ଗ୍ରୁପ ଆସୁଛି। ଗୋଟି 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 କରି ମାରିଲେ, ହଁ ସମ୍ଭବ ତ ଯାହାର ବଡ ଗ୍ରୁପ ଅଛି ସେ ସମ୍ଭବ ନୁହେଁ, କିନ୍ତୁ ଟିମରେ ଯଦି ଆମେ ଶିଖେଇଦବା ତାହେଲେ ସେମାନେ ବି ଦେଖିବେ। ତ କିଏ ପରଚେଜ କରିଛନ୍ତି, କିଏ ବାଇ ମିଷ୍ଟେକ୍ ଭୁଲି ଯାଇଛନ୍ତି, ତ ସେ କଥା ବି ଆମେ ଜାଣିପାରିବା। ଓକେ, ଆଜି ତ ଅଲରେଡି ସମୟ ହେଇଯାଇଛି। ଆମେ ପୁଣି କାଲି ସକାଳୁ ଆମେ ଦେଖା ହବା। ଗୋଟେ ନୂଆ ସକାଳ ଆମକୁ ଅପେକ୍ଷା କରିଛି। ନମସ୍କାର, ଜୟ ଆରସିଏମ। ଆପଣ ଦିନ ଜୟ ଶୁଭରେ ଆସି ଏଇଟା କଟୁ। ରଖିଛୁ, ମୁଁ ଟିକେ ରଖିଦେବି ଆଉ ଜୟ ଆରସିଏମ। ଜୟ ଆସି ଫଳରେ ଦେବି।